ସୁଭଦ୍ରା ଯୋଜନାକୁ ନେଇକି ଆସିଗଲା ବହୁତ ବଡ଼ ଖୁସି ଖବର। ଆଜି ହେଉଛି ଏପ୍ରିଲ 1 ତାରିଖ, ଯାହାକି ଉତ୍କଳ ଦିବସ ଅଟେ। ତେବେ ଏହି ଉତ୍କଳ ଦିବସ ଅବସରରେ ସମସ୍ତ ମହିଳା ହିତାଧିକାରୀମାନଙ୍କୁ, ଯେଉଁମାନଙ୍କୁ 21 ବର୍ଷ ହୋଇସାରିଛି ଏବଂ ସେମାନେ ବିଲକୁଲ ବି ସୁଭଦ୍ରା ଯୋଜନା ଆପ୍ଲାଏ କରିନାହାନ୍ତି, ସେମାନଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଆଜିଠାରୁ ନେଇକି ନୂଆ ଆବେଦନ ଆରମ୍ଭ କରିଛନ୍ତି, ଯାହାକି ଆମର ଏପ୍ରିଲ ମାସ 30 ତାରିଖ ପର୍ଯ୍ୟନ୍ତ ରହିବ। ଏପ୍ରିଲ 1 ରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରାର ନୂଆ ଆବେଦନ ଚାଲୁ ରହିବ। ତେବେ ଏହି ଆବେଦନ କିପରି କରିବେ, କେଉଁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି ଏବଂ କ'ଣ କ'ଣ କ୍ରାଇଟେରିଆ ରହିଅଛି, ତାହା ସମ୍ପୂର୍ଣ୍ଣ ଭାବରେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇପାରିବା। ତେବେ ପ୍ରିୟ ଦର୍ଶକ ବନ୍ଧୁ, ନିହାତି ଭାବେ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରନ୍ତୁ। ସମ୍ପୂର୍ଣ୍ଣ ଅପଡେଟ୍ ଆପଣମାନେ ପାଇପାରିବେ ଏବଂ ଏହା ସହିତ ଆପଣ ଆରାମସେ ସୁଭଦ୍ରା ଯୋଜନାକୁ ଆପ୍ଲାଏ କରିପାରିବେ ଏବଂ ବାର୍ଷିକ 10,000 ଟଙ୍କା ପାଇପାରିବେ। ଏହାଦ୍ୱାରା ଆପଣ ସ୍ୱାବଲମ୍ବନଶୀଳ ହେବା ସହିତ ଆପଣମାନେ ନିଜର ଉଦ୍ୟୋଗପତି ହୋଇପାରିବେ। ତେବେ ମୁଁ ପ୍ରଭାତ ଆଜି ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓକୁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ସତ୍ୟ ଏବଂ ଭଲ ଲାଗିଥାଏ, ନିହାତି ଏହି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ପ୍ରଥମ କଥା ହେଉଛି ଦେଖି ରଖନ୍ତୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଏଠି ଆପଣମାନେ ସ୍କ୍ରିନ୍ ଉପରେ ଦେଖିପାରୁଥିବେ ଆସନ୍ତା ଏପ୍ରିଲ 1 ତାରିଖ 2026 ରୁ ଏପ୍ରିଲ 30 ତାରିଖ 2026 ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ନୂତନ ଆବେଦନ ଗ୍ରହଣ କରାଯିବ। ତେବେ ଆଜି ହେଉଛି ଏପ୍ରିଲ ମାସ 1 ତାରିଖ। ତେବେ ଆଜିଠାରୁ ଆମର ସୁଭଦ୍ରା ଯୋଜନା ଫର୍ମ ଗୁଡ଼ିକ ଆପ୍ଲାଏ କରାଯିବ ଏବଂ ତା ସହିତ ଏପ୍ରିଲ 30 ତାରିଖ ହେଉଛି ଆମର ଶେଷ ତାରିଖ। ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଆବେଦନ କରିବେ। କେଉଁଠାରେ ଆବେଦନ କରିବେ? ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଠିକ୍ ଅଛି। ଆବେଦନର ଅବଧି ଦେଖନ୍ତୁ, ମାନେ ଆବେଦନ କେବେଠାରୁ ଆରମ୍ଭ ହେବ, କେବେଠାରୁ ଶେଷ ହେବ। ଏପ୍ରିଲ 1, ଏପ୍ରିଲ 30 ହେଉଛି ତାର ଶେଷ ତାରିଖ। ବୟସ ସୀମା 21 ବର୍ଷ ନେଇକି 60 ବର୍ଷ ପର୍ଯ୍ୟନ୍ତ 1/4/2026 କୁ ଯାହାକୁ 21 ବର୍ଷ ହେଇଥିବ ସେମାନେ ଆବେଦନ କରିପାରିବେ ଏବଂ ଯେଉଁମାନେ 60 ବର୍ଷ ତାଙ୍କୁ ପୂରି ନଥିବ ସେମାନେ ମଧ୍ୟ ସିଧାସଳଖ ଭାବରେ ଆବେଦନ କରିପାରିବେ। ଏଇଟା ହେଉଛି ତାର ଏଜ୍ କ୍ରାଇଟେରିଆ। ଆର୍ଥିକ ସହାୟତା ପ୍ରତିବର୍ଷ 2ଟି କିସ୍ତିରେ ମୋଟ 10,000 ଟଙ୍କା ସେମାନେ ପାଇବେ। କେତେ ପାଇବେ? ହେଉଛି ବାର୍ଷିକ ସେମାନେ 10,000 ଟଙ୍କା ପାଇବେ ଏବଂ 5 ବର୍ଷରେ ସେମାନେ କେତେ ଟଙ୍କା ପାଇବେ? ନା ହେଉଛି 50,000 ଟଙ୍କା ଲେଖା ସେମାନେ କ'ଣ କରିବେ? ଟୋଟାଲ ମୋଟେ ପାଇବେ। ତ ଆପଣମାନେ ନିହାତି ଭାବରେ ଆବେଦନ କରନ୍ତୁ ଏବଂ 5 ବର୍ଷରେ ଆପଣ 50,000 ଟଙ୍କା ମଧ୍ୟ ପାଇପାରନ୍ତି। ଆବେଦନ ପ୍ରକ୍ରିୟା କେଉଁ କେଉଁ ସ୍ଥାନରେ ଆପଣ ଆବେଦନ କରିପାରିବେ? ଦେଖନ୍ତୁ ଏଠି କ୍ଲିୟର ଭାବରେ ଭିଜିବଲ କରାଯାଇଛି। କେବଳ ନୂତନ ଆବେଦନକାରୀ ଆବେଦନ କରିପାରିବେ। କେବଳ ନୂଆ ଯାହାକୁ 21 ବର୍ଷ ହୋଇଛି ସେମାନେ ହିଁ କେବଳ ଆବେଦନ କରିପାରିବେ। ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି, ପ୍ରଥମ, ଦ୍ୱିତୀୟ, ତୃତୀୟ କି ଚତୁର୍ଥ କିସ୍ତି ପାଇଛନ୍ତି, ସେମାନେ ବିଲକୁଲ ବି ଆବେଦନ କରିପାରିବେ ନାହିଁ। କି କୌଣସି କାରଣରୁ କେହି ଯଦି ବ୍ୟକ୍ତି ମାନେ ପ୍ରଥମ ଜଣେ ହିଁ ମାନେ ଗୋଟେ କିସ୍ତି ପାଇଛି କିମ୍ବା ସେ ଚାହୁଁଛି ଆଉ ଥରେ ଆବେଦନ କରିବା ପାଇଁ, ସେ ବି ଆବେଦନ କରିପାରିବ ନାହିଁ। ଦେଖନ୍ତୁ ତାପରେ ଦେଖନ୍ତୁ ଏଇଟା କୋଉଠି ଆଗରେ ଆବେଦନ କରିବା? CSC ଓ ଆମ ସେବା କେନ୍ଦ୍ର ASK ମାଧ୍ୟମରେ ପଞ୍ଜୀକରଣ କରାଯାଇ ପାରିବ। ତାମାନେ ଆପଣ ଯେକୌଣସି ଗୋଟେ ଜନସେବା କେନ୍ଦ୍ରକୁ ଯିବେ, ସେ ଜନସେବା କେନ୍ଦ୍ରରେ ଆପଣ ସୁଭଦ୍ରା ଯୋଜନାକୁ ଆବେଦନ କରିପାରିବେ। ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର ଓ CDPO କାର୍ଯ୍ୟାଳୟ ନିଃଶୁଳ୍କ ଉପଲବ୍ଧ ରହିଛି। ତା ମାନେ ହେଉଛି ଆମ ଯେଉଁ ଫର୍ମଟି ଏଠି ଆପଣଙ୍କ ଅଞ୍ଚଳରେ, ଆପଣଙ୍କ ୱାର୍ଡରେ, ସମସ୍ତ ୱାର୍ଡରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି। ସେ ଅଙ୍ଗନବାଡ଼ି କେନ୍ଦ୍ରରେ ଆପଣ କ'ଣ କରିବେ? ଫର୍ମଟାକୁ ନେବେ। ଫର୍ମକୁ ନେଇ ସାରିଲା ପରେ ସେଠି ଆପଣଙ୍କର ନାଁ, ଆଧାର କାର୍ଡ଼, ଆପଣଙ୍କର ଯେଉଁ ଅଛି ବ୍ୟାଙ୍କ ଡିଟେଲ୍ସ ଦେଇକି ସେ ଫର୍ମଟାକୁ ଫିଲ୍ଅପ୍ କରିସାରିଲା ପରେ ଆପଣ ଦେଇକି ଆମ ଯେଉଁ ଜନସେବା କେନ୍ଦ୍ର ନିୟରେଷ୍ଟ ଅଛି, ସେ ଜନସେବା କେନ୍ଦ୍ରରେ ଆପଣ ଡିପୋଜିଟ୍ କରିସାରିଲା ପରେ ଆପଣଙ୍କର ଆବେଦନଟି ଏଠି ସେମାନେ କରି ରଖିବେ ଏବଂ ତା ପାଇଁ ମଧ୍ୟ ଦେଖନ୍ତୁ ଯାହା ତାଙ୍କର ଚାର୍ଜେସ୍ ଅଛି ସେମାନେ ଚାର୍ଜେସଟାକୁ ନେବେ। ଆପଣଙ୍କ ଆବେଦନ ହେଇଯିବ। ଆପଣ ନେକ୍ସଟ କିସ୍ତି କେବେ ପାଇବେ? ଯେବେ ନୂଆ ଆବେଦନକାରୀ ଅଛନ୍ତି ସେମାନଙ୍କ ସେମାନେ ଆମର ଯେଉଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ମ୍ୟାଡ଼ାମ ଅଛନ୍ତି, ଯେଉଁ ତାରିଖରେ ଘୋଷଣା କରେ ସେମାନେ ତାଙ୍କର ପଇସା ପାଇବେ। ନହେଲେ ଏକାଥରେ ଆପଣ ପାଇବେ କେବେ? ନା ହେଉଛି ରାକ୍ଷୀ ପୂର୍ଣ୍ଣିମାକୁ ଆପଣଙ୍କୁ କିସ୍ତି ଟଙ୍କା ମିଳିଯିବ। 2ଟି କିସ୍ତି ଟଙ୍କା ଏକାଥରେ ନୂଆ ଆବେଦନକାରୀ ମିଳିବ। ଯେଉଁମାନେ ପୁରୁଣା ଆବେଦନକାରୀ ଅଛନ୍ତି ତାଙ୍କର ଯେଉଁ କିସ୍ତି ପାଇବା କଥା ସେମାନେ ସେଇ କିସ୍ତି ହିଁ ପାଇଯିବେ। ଭାବରେ ଆପଣମାନେ ସୁଭଦ୍ରା ଯୋଜନାକୁ ଅତି ସହଜରେ ଆବେଦନ କରିପାରନ୍ତି। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ନିହାତି ଭାବରେ ଜାଣିପାରିଥିବେ କିପରି ଭାବରେ ସୁଭଦ୍ରା ଯୋଜନା ଏବଂ କେବେଠାରୁ ଆପ୍ଲାଏଟି ଆରମ୍ଭ ହେଲା ଏବଂ କେବେ ତାର ଶେଷ ତାରିଖ, କେଉଁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ଅଛି, ସମସ୍ତ ତଥ୍ୟ ମୁଁ ଭାବୁଛି ଆପଣମାନେ ପାଇପାରିଥିବେ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିହାତି ଭାବରେ ଗୋଟେ ଲାଇକ୍ କରିବେ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତେବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।